ପ୍ରତ୍ୟେକ ଦିନ ଆମେ କିଛି ନା କିଛି ତରକାରୀ ଭଜା କରିକିନା ଖାଇଥାନ୍ତି। ଆସନ୍ତୁ କରିବା ଆଜି ଘରେ ଆମେ ରସୁଣରେ ନେଇକିନା ତରକାରୀ। ଆପଣ ରସୁଣକୁ ମସଲା ରୂପେ ବ୍ୟବହାର କରନ୍ତି। ଥରେ ଗୋଟା ରସୁଣକୁ ତରକାରୀ କରନ୍ତୁ, ଦେଖିବେ କେତେ ବଢିଆ ଲାଗୁଛି ଖାଇବା ପାଇଁ। ଖାସ କରି ଆକୁ ରୁଟି ପରଟା ତରକାରୀ ବହୁତ ଟେଷ୍ଟି ଲାଗିଥାଏ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଗାୟତ୍ରୀ ମାନସ। ଆପଣଙ୍କୁ ସ୍ୱାଗତ କରୁଛି ରୋଷେଇ ମାନସରେ। ଡେରି ନକରି ରେସିପି ଷ୍ଟାର୍ଟ କରିଦବା। ରସୁଣ ତରକାରୀ କରିବା ପାଇଁ ପ୍ରଥମେ ଆମକୁ ଦରକାର ଗୋଟା ରସୁଣ। ଦେଖନ୍ତୁ ରସୁଣର ଏଇ ଯୋଉ ଚୋପା ଅଛି ତାକୁ ଦି ପାର୍ଶ୍ୱ ଚୋପା ପୁରା ସମ୍ପୂର୍ଣ୍ଣ କାଢିଦେବେ ଦୁଇ ହାତରେ। କାଢି ସମ୍ପୂର୍ଣ୍ଣ ପୁରା ତାକୁ ଗୋଟେ ଗୋଟେ କରିବେନି, ଏମିତି ଗୋଟା ଗୋଟା ଥିବ କାଢିଦେବେ ଏମିତି ଚୋପା ଦି ପାର୍ଶ୍ୱ କାଢିଦେଲେ ତାକୁ ଆମେ ତରକାରୀ କରିବା। ତାପରେ ଆମେ ଯୋଉ ଦେଖନ୍ତୁ ରସୁଣ ଯୋଉ ମଣ୍ଡିଟା ଅଛି ସେ ମଣ୍ଡିକି ଛୁରୀ ସାହାଯ୍ୟରେ କିମ୍ବା ପନିକି ସାହାଯ୍ୟରେ ଏମିତି ଭଲ କାଟିଦେବେ। କାଟିଦେଲେ ବାହାରି ଯିବ ଆରାମସେ। ଆଉ ଯଦି ବଡ ବଡ ଅଛି ତାହେଲେ ତାକୁ ପନିକିରେ ମଧ୍ୟ ଏମିତି କାଟିଦେବେ। ଆପଣଙ୍କୁ ଯୋଉଥିରେ ସୁବିଧା ଆପଣ ସେଇଥିରେ କରନ୍ତୁ। ଦେଖନ୍ତୁ ମତେ ଛୁରୀ ଏତିକି ମତେ ପନିକିରେ ସୁବିଧା ଲାଗିଲେ ମୁଁ ଦି ତିନିଟା ପନିକିରେ କାଟିଛି, ଦି ତିନିଟା ଛୁରୀ ମଧ୍ୟ କାଟିଛି। ଆଉ ମାନେ ମେଞ୍ଚେ ଗୁଡା କରିବେନି, ରସୁଣ ଜଣକା ଯେମିତି ଗୋଟେ ଗୋଟେ ଖାଇପାରିବେ ସେମିତି ଆକାରରେ କରିବେ। ଏ ବେଶୀ ବି ଖାଇ ହବନି। ଆଉ ଦେଖନ୍ତୁ ମୁଁ ନେଇଛି ଏଠି 6-7 ନେଇଛି। ଆଉ ଆପଣଙ୍କ ଘରେ କେତେ ଜଣ ଲୋକ ଜଣକା ଗୋଟେ ଲେଖା ହିସାବରେ କରିଦେବେ। ତାହେଲେ ଆହୁରି ଖାଇ ହେଇଯିବ, ବହୁତ ଭଲ ଲାଗେ ତରକାରୀଟା। ସେଥିପାଇଁ ମୁଁ ଡିସାଇଡ୍ କଲି ରସୁଣ ଚୋପାଟା ଦୁଇ ପାର୍ଶ୍ୱ କାଢିଦେଲେ ବହୁତ ବଢିଆ ହବ। ଆସନ୍ତୁ ରେସିପି ଷ୍ଟାର୍ଟ କରିବା। ଏବେ ଦେଖନ୍ତୁ ଏଠି ମୁଁ କଡେଇ ବସେଇ ଦେଇଛି, ତାପରେ ମୁଁ ସୋରିଷ ତେଲ ଟିକେ ପକେଇ ଦେଇଛି। ଆମେ ଏକାଥରେ ତେଲ ପକେଇ ଦେଇଛେ। ଏଠି ମୁଁ କଣ କହିବି ଗୋଟେ କଥା, ଆମର ଦେଖନ୍ତୁ ଯୋଉ ଗୋଟେ ଗୋଟେ ରସୁଣ ଅଛି ଗୋଟା ରସୁଣକୁ ଭାଜିବେ, କିନ୍ତୁ ଯୋଉ କୋଲା ରସୁଣ ବାହାରିଥାଏ ତାକୁ କେତେବେଳେ ଭାଜିବେନି। କାହିଁକି ନା ରସୁଣ ବହୁତ ଛିଟକା ମାରୁଛି, ପୋଡିବାର ବି ଚାନ୍ସ ଅଛି। ସେଥିପାଇଁ ମୁଁ କହିଲି, କାହିଁକି ନା ସେ ଫୁଟିଲା ଯେହେତୁ ମୁଁ ଲିଭେଇଲି ସେଇଟା ମୁଁ କହିଦେଲି। ଦେଖନ୍ତୁ ଯେତେବେଳେ ଫୁଟିଗଲା ସେ ଏତେ ଜୋରେ, ତେଣୁକରି ମୁଁ ତାକୁ ବାଧ୍ୟ ହେଇକି ସବୁ ଜିନିଷ କାଢିଦେଲି। ଏତିକି ମୁଁ ତାକୁ ଭାଜି ଦେଇଦେଲି, ନହେଲେ ଆଉ ଟିକେ ବି ରସୁଣ ଭାଜି ହେଇଥାନ୍ତା। ସେଥିପ୍ରତି ସମସ୍ତେ ଟିକେ ଧ୍ୟାନ ଦେବେ। ଏବେ ଦେଖନ୍ତୁ ତେଲ ବଳି ପଡିଲା, ସେ ତେଲରେ ଟିକେ ଜିରା ପକେଇଦବା। ଆଉ ଏବେ ଯୋଉ ଆମେ ଗ୍ରେଭିଟା କରିବା, ସେ ଗ୍ରେଭିଟା ହିଁ ବହୁତ ଟେଷ୍ଟ ଲାଗିଥାଏ ଖାଇବା ପାଇଁ। ଦେଖନ୍ତୁ ଆମେ ଏବେ ତେଲରେ ପକେଇଦେଲେ ଜିରା ଆଉ ଲଙ୍କା ତେଜପତ୍ର ପକେଇଦେଲେ। ଏଠି ମୁଁ 2ଟି ବଡ ପିଆଜ ଛୋଟ ଛୋଟ କାଟିକି କାଟି ନେଇଛି, ତାକୁ ମଧ୍ୟ ଦେଇଦେଲି। ଏଇ ପିଆଜକୁ ଆମେ ପୁରା 70-80 ଭାଗ ଭାଜିବା। ଭାଜି ହେଇଗଲା ପରେ ଆମେ ଏଠି ଆଡ କରିବା ପିଆଜ ରସୁଣ ଅଦାର ପେଷ୍ଟ, କିମ୍ବା ଖାଲି ଅଦା ରସୁଣ ପେଷ୍ଟ ଟିକେ ଆଡ କରିବେ, କିମ୍ବା ଖାଲି ଅଦା ପେଷ୍ଟ ମଧ୍ୟ ଆଡ କରିପାରିବେ। ଆପଣଙ୍କ ଇଚ୍ଛା, ଆପଣ ଯାହା ବି ଆଡ କରନ୍ତୁ। ଏଠି ଦେଖନ୍ତୁ ମୁଁ ସବୁବେଳେ ଘରେ ମସଲା ବାଟିକି ରଖିଥାଏ, ମୁଁ ଗୋଟେ ଚାମଚ ଆଡ କଲି। ଏଠି ବେଶୀ ମସଲା କିଛି ୟୁଜ କରିନି, ମାତ୍ର ଗୋଟେ ଚାମଚ ମସଲା ଆମେ ୟୁଜ କଲେ। ତାପରେ ଦେଖନ୍ତୁ ଆମେ ଆଡ କରିବା କଣ ନା, ମୁଁ ଟମାଟୋ 2ଟାକୁ ପୁରା ଗ୍ରାଇଣ୍ଡରରେ ବାଟିକି ତାକୁ ପୁରା ପିଅର କରିକି ଆଣି ପକେଇଛି। ମୁଁ ତାକୁ ହିଁ ଏବେ ଆଡ କରିଦେବି। ଏବେ ଦେଖନ୍ତୁ ଭାଜି ହେଇଗଲାଣି। 70 ଭାଗ ଭାଜି ହେଇଗଲା ପରେ ମୁଁ ମସଲା ଆଡ କରିଥିଲି, ମସଲାଟା କଷି ପଡିଲା ପରେ ଏବେ ଦେଖନ୍ତୁ ସେ ଟମାଟରକୁ ମୁଁ ଏବେ ଦେଇଦେଲି। ଏଇ ସମୟରେ ମୋବାଇଲର ଲାଇଟ ଟା ପୁରା ଟିକେ ଅଫ୍ ହେଇଗଲା, ଯେହେତୁ ଆପଣଙ୍କୁ ନର୍ମାଲ ଆକାରରେ ଦେଖେଇ ଦେଇଛି। ଏବେ ଦେଖନ୍ତୁ ଟମାଟୋ ମଧ୍ୟ ମସଲା ଆକାର ଆମର ରେଡି ହେଇଗଲାଣି, ଭାଜି ବାହାରେ ହେଇଗଲାଣି। ଏଇ ସମୟରେ ଆମେ ଆଉ କିଛି ଜିନିଷ ଆଡ କରିବା, ଯେମିତି କି ଶୁଖିଲା ମସଲା ଆକାରରେ। ଏବେ ଦେଖନ୍ତୁ ଟମାଟର ତ ଭାଜି ହେଇଗଲାଣି। ଦେଖନ୍ତୁ ଶୁଖିଲା କଣ କଣ ନେଇଛେ, ଏଠି ଦେଖନ୍ତୁ ଲଙ୍କା ଗୁଣ୍ଡ, କଲର ଲଙ୍କା, ଆଉ ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ସବୁ ହାଫ ଚାମଚ ଭଳିଆ ନେଇଛି, ଅଧିକ ବେଶୀ କିଛି ନେଇନି, ଛୋଟ ଛୋଟ ଚାମଚରେ ନେଇଛି। ଏବେ ଦେଖନ୍ତୁ ସବୁ ଜିନିଷ ଆମେ ଏଠି ଆଡ କରିଦେଲେ। ଆମର ଟମାଟର କଲର ବାହାରିଥିଲା, ଏବେ ଦେଖନ୍ତୁ ସବୁ ଜିନିଷ ପକେଇଦେଲେ ସେ ଆହୁରି ଟିକେ କଲର ବାହାରି ପଡିଲା। ମସଲାଟି ଭଲ ଭାବରେ କଷିବା ପାଇଁ ଛାଡିଦବା, ଯେମିତି ପୁରା ମସଲା ତେଲ ଯେମିତି ବାହାରି ପଡିବ, ସେମିତି କଷିବା ପୁରା ଭଲ ଭାବରେ। ଏଇ ଯେହେତୁ ଗ୍ରେଭିଟା ଆମେ କରିବା, ସେ ନିହାତି ଭାବେ ଦରକାର। ଏବେ ଦେଖନ୍ତୁ ଆମେ ତ ପକେଇଥିଲେ ଗୋଲମରିଚ ଗୁଣ୍ଡ ଟିକେ ପକେଇ ଦେଇଥିଲି। ତାପରେ ଦେଖନ୍ତୁ ମୁଁ ଲୁଣ ପକେଇ ଦେଇଥିଲି। ଆପଣ ବି ଯୋଉ ଦେଖିଲେ ଧଳା ଗୁଣ୍ଡଟା କଣ, ସେଟା ହେଲା ନା କଣ କର୍ଣ୍ଣଫ୍ଲୋର। କାହିଁକି ନା ଆମର ରସୁଣରେ କିଛି ଜିନିଷ ନାହିଁ, କେବଳ ରସୁଣ ଟା। ଏଇ ମସଲାକୁ ଭଲ ଟିକେ ବହଳିଆ କରିବା ପାଇଁ ମୁଁ ହାଫ ଚାମଚ ପକେଇଦେଲି କର୍ଣ୍ଣଫ୍ଲୋର ପାଉଡର, ଯାହାଦ୍ୱାରା ତାର ଏଇ ଗ୍ରେଭି ଟା ଟିକେ ଭଲ ବହଳିଆ ହବ। ଆଉ ରସୁଣ କଣ ବହଳିଆ ହବ କି, ରସୁଣ ତ କେବଳ ଗୋଟା ଆକାରରେ ରହିବ ନା, ସେଥିପାଇଁ। ଏବେ ଦେଖନ୍ତୁ ମୁଁ ପାଣି ଟିକେ ଟିକେ ତାକୁ ଦେଇକି ଭଲ ଭାବରେ କଷିଦବା। ପୁରା ଭଲ କଷିଦବା, ଯେମିତି କଡେଇରେ ସବୁତକ ତେଲ ଛାଡିଯିବ, ତେଲ ମସଲା ବାହାରି ଆସିବ। ସେମିତି ଆକାରରେ ମସଲା ଟା କଷିବା, ଯାହା ଦ୍ୱାରା ବହୁତ ବଢିଆ ଲାଗିବ, ଖାଇବା ପାଇଁ ଟେଷ୍ଟ ଲାଗିବ। ଏବେ ମଧ୍ୟ ପୁଣା କ୍ୟାମେରା ବି ହେଇଗଲା।
ଲାଇଟ୍ ଖାଲି ଅଳ୍ପ ଅଳ୍ପ ହେଇଯାଉଛି କାହିଁକିନା କାରଣ ତାତି ହେଇଯିବ ବୋଧେ ସେଥିପାଇଁ। ଏବେ ତାକୁ ଘୋଡ଼େଇ ଦେଲି, ଘୋଡ଼େଇ ଦେଇକି ଦେଖନ୍ତୁ ଛାଡ଼ି ଦେଇଛି। ଏବେ ଦେଖନ୍ତୁ ତେଲ ସବୁ ଉପରକୁ ପୁରା ଉଠି ଆସିଛି, ମସଲା ମଧ୍ୟ ସିଝି ଗଲାଣି। ଆମେ ତ ଏଠି ସବୁ ଜିନିଷ ଆଡ଼ କରିସାରିଲୁଣି, ଆଉ କେବଳ ଗୋଟେ ଦୁଇଟା କ'ଣ ଆଡ଼ କରିବା। ଆଶା କରୁଛି ଟିକେ ଭଲ ଲାଗିବ। ଦେଖନ୍ତୁ ଯେଉଁ ମସଲାରେ ଆମେ ଏବେ କ'ଣ କଲେ ରସୁଣକୁ ଆଉ ଟିକେ କଷିଦେବା। 5 ମିନିଟ୍ ପାଖାପାଖି ମସଲାରେ ରସୁଣ କଷିବା। ରସୁଣ ଆଉ ଟିକେ ଭାଜି ଯାଇଥିଲେ ହେଇଥାନ୍ତା, କିନ୍ତୁ ଯେଉଁ ଫୁଟିଲା ମୁଁ ତାକୁ ଗୋଟେ କାଢ଼ିଦେଲି। ଦେଖନ୍ତୁ ଏଠି ମୁଁ ଆଡ଼ କଲି କେବଳ ମ୍ୟାଗି ମସଲା ସହିତ ଟିକେ ଚଟପଟା ଲାଗିବା ପାଇଁ ଟିକେ ଚାଟ୍ ମସଲା ମଧ୍ୟ ଆଡ଼ କରିଦେଲି। ଏବେ ୟାକୁ ଭଲ ଭାବେ ଟିକେ କଷିଦେବା, 2-3 ମିନିଟ୍ କଷି ଦେଇକି ତାକୁ ଆମେ ପାଣି ଦେଇଦେବା। ଅଧିକ ପାଣି ଦେବେନି, କାହିଁକିନା ଏଇଟା ଏତେ ବହଳିଆ ବି ହେବନି। କେବଳ ଗ୍ରେଭି ଖାଇବାର ଅଛି, ରସୁଣ ବି ଖାଇବାର ଅଛି। ଆଉ ବହୁତ ଭଲ ଲାଗିଥିଲା ଭାତ ସହିତ ଖାଇବା ପାଇଁ, କିନ୍ତୁ ଚେଷ୍ଟା କରିବେ ରୁଟି ସହିତ ଖାଇବା ପାଇଁ। ଏବେ ଦେଖନ୍ତୁ ମୁଁ ଅଧ ଗ୍ଲାସ୍ ପାଣି ଦେଇଛି, ଏତିକି ପାଣି ଦେବିନି କାହିଁକିନା ଏଠି ମୋତେ କେବଳ ଗ୍ରେଭିଟା ହିଁ ଦରକାର, ସେଥିପାଇଁ ମୁଁ ଅଧ ଗ୍ଲାସ୍ ପାଣି ଦେଇଛି। ଯଦି ଆପଣଙ୍କୁ ଟିକେ ଗ୍ରେଭି ଖାଇବାର ଅଧିକ ଅଛି ତାହେଲେ ଆପଣ ଆଉ ଅଧ ଗ୍ଲାସ୍ ପାଣି ଦେଇପାରିବେ, କିନ୍ତୁ ବେଶୀ ପାଣି ଦେବେନି। ଏବେ ଦେଖନ୍ତୁ ସେ ରେଡ଼ି ହେଇଗଲା, ତାକୁ 5 ମିନିଟ୍ ପାଇଁ ଫୁଟିବା ପାଇଁ ଛାଡ଼ିଦେବା। ଫୁଟିଗଲା ପରେ ସେଥିରେ ପକାଇଦେବା ଧଣିଆ ପତ୍ର, କାହିଁକିନା ଆମେ ସବୁ ଜିନିଷ ପକାଇ ସାରିଛେ। ଆଶା କରୁଛି ଟିକେ ଭଲ ଲାଗିବ। ଯଦି ଭଲ ଲାଗେ ତାହେଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ କଲ୍ ସାଙ୍ଗେ ସାଙ୍ଗେ ଫେସବୁକ୍ ପେଜ୍ ଦେଖାଦେଲେ ଫଲୋ କରିଦେବେ। ଆପଣଙ୍କୁ ଗ୍ରେଭିଟି କେମିତି ଲାଗିଲା କମେଣ୍ଟ ଆକାରରେ କହିବେ, ଭଲ ଲାଗିଲେ ସେୟାର କରିବେ। ଏବେ ମୋର ଦେଖନ୍ତୁ ତରକାରୀ ରେଡ଼ି ହେଇଗଲାଣି, ରସୁଣ ତ ସିଝିଗଲାଣି। ଆଉ ଆପଣ ଖାଆନ୍ତୁ। ଆପଣ ନା ଭାବିବେ ଏମିତି ତାହେଲେ ଗୋଟେ ରସୁଣ ମସଲା ଆକାରରେ ହୁଏ ତରକାରୀ। ହଁ, ତରକାରୀ ବହୁତ ଭଲ ଲାଗିଥିଲା, ସେଥିପାଇଁ ମୁଁ ଭିଡ଼ିଓ ସେୟାର କଲି। ତାହେଲେ ରହିଲି, ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମାତା, ନମସ୍କାର। ଦେଖାବା ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରନ୍ତୁ। ଶେଷରେ ପକାଇଦେଲା ମାନେ ଧଣିଆ ପତ୍ର। ଦେଖନ୍ତୁ ଯଦି ଗ୍ରେଭି ଦେଖାଯାଉଛି, ଟିକେ ଥଣ୍ଡା ହେଇଗଲା ପରେ ଗ୍ରେଭିଟି ଆହୁରି ବଢ଼ିଆ ହେଇଯିବ। ଆପଣଙ୍କୁ ପ୍ରଥମ ଦେଖାଇ ଦେଇଛି। ଧନ୍ୟବାଦ, ଜୟ